ନୂଆ ବହି ସବୁ ମିଳିଲାଣି? ହଁ। କଣ କଣ ସବୁ ବହି ମିଳିଲାଣି? ସାହିତ୍ୟ, ସାମାଜିକ ବିଜ୍ଞାନ, ଇଂଲିଶ ଆଉ ଗଣିତ ଇତ୍ୟାଦି ଇତ୍ୟାଦି। ବହି ସବୁ ଭଲ ଦେଖାଯାଉଛି? ହଁ, ସୁନ୍ଦର ଦେଖାଯାଉଛି। ଆଚ୍ଛା, କଣ ଅସୁବିଧା ହଉଛି ବହିରେ? ବହିରେ ବନାନ ସବୁ ଭୁଲ ଅଛି। ଆଚ୍ଛା, ଆଉ କେମିତି ପଢୁଛ? ବହିରେ ଯେତେ ସବୁ ବନାନ ଅଛି ସେଟା ସବୁ ଭୁଲ ଅଛି। ଆଚ୍ଛା, କେମିତି କଣ ପଢୁଛୁ ସବୁ? ମ୍ୟାମ୍, ସାର୍ କିମ୍ବା ବାପା ମାଙ୍କୁ ଆମେ ପଚାରିକି ପଢୁଛୁ। ନା, ଆମର ତ ଏ ବର୍ଷ ଗୋଟେ ସରକାର ବଡ଼ ପଦକ୍ଷେପ ନେଇଥିଲେ ଯେ 1 ରୁ 8 ପର୍ଯ୍ୟନ୍ତ ସମସ୍ତ ବହିକି ସେ ପରିବର୍ତ୍ତନ କରିଛନ୍ତି। ତେଣୁ ଏତେ ବଡ଼ ଯେତେବେଳେ ଗୋଟେ ପରିବର୍ତ୍ତନ ହେଇଛି, ସେ ପରିବର୍ତ୍ତନ ଭିତରେ କିଛି ତ୍ରୁଟି ଆସିଥିଲା। ଧୀରେ ଧୀରେ ସେ ତ୍ରୁଟିକି ଆଇଡେଣ୍ଟିଫାଇ କରାହେଇଥିଲା, କରାଯାଇକି ସରକାରଙ୍କୁ ଅବଗତ କରାହେଇଥିଲା ଏବଂ ସରକାର ତରଫରୁ ଜିଲ୍ଲା ସ୍ତରରେ ତାକୁ ସଂଶୋଧନ କରିକି ପ୍ରପୋଜାଲ ପଠାଇବା ପାଇଁ ମଧ୍ୟ ପ୍ରସ୍ତାବ ଆସିଥିଲା ଏବଂ ଆମ ନଲେଜରେ ଯେତିକି ଅଛି ସେ ଜିଲ୍ଲା ସ୍ତରରୁ ମଧ୍ୟ ସେ ପ୍ରପୋଜାଲ ଗୁଡ଼ା ସରକାରଙ୍କ ଠାରେ ପହଞ୍ଚି ସାରିଛି। ତେଣୁ ଆଜି ଆମେ ସରକାରଙ୍କୁ ଅନୁରୋଧ କରିବା ଯେ ତୁରନ୍ତ ସେ ସଂଶୋଧନ କରିକି ବହିରେ ଯେଉଁ ତ୍ରୁଟି ଥିଲା ତାକୁ ସଂଶୋଧନ କରିକି ନୂଆ ବହି ଯୋଗାଇ ଦେଲେ ବର୍ଷ ଆରମ୍ଭରେ ଯେଉଁ ପାଠପଢ଼ା ଆରମ୍ଭ ହେବ ପିଲାମାନେ ସଂଶୋଧନ ଯୁକ୍ତ ବହିକି ପଢ଼ିବେ ଏବଂ ଶିକ୍ଷାଦାନ କ୍ଷେତ୍ରରେ ମଧ୍ୟ ଆଉ କିଛି ତ୍ରୁଟି ପରିଲକ୍ଷିତ ହେବ ନାହିଁ, ଶୃଙ୍ଖଳିତ ଭାବରେ ଚାଲିବ ବୋଲି ଆଶା କରୁଛୁ। ଏବଂ ଅବଶିଷ୍ଟ ବହି ବି ଯେଉଁ ଆମେ 100% ବହି ପାଇଁ ଦାବି କରୁଥିଲୁ, ଆଶା ବି ତାକୁ ରଖିବୁ। 100% ବହି ମଧ୍ୟ ସବୁ ବିଦ୍ୟାଳୟକୁ ଯୋଗାଇ ଦେବେ। ଧୀରେ ଧୀରେ ଶିକ୍ଷକମାନେ ଅବସର ନେଉଛନ୍ତି, ବିଦ୍ୟାଳୟ ଗୁଡ଼ିକ ମଧ୍ୟ ଖାଲି ପଡ଼ୁଛି, ପ୍ରଧାନ ଶିକ୍ଷକ ଅଭାବ ବହୁତ ଦେଖାହେଉଛି। ତେଣୁ ପ୍ରଧାନ ଶିକ୍ଷକ କେମିତି ନିଯୁକ୍ତି ପାଇବେ, ଖାଲି ପଡ଼ୁଥିବା ଶିକ୍ଷକ ପଦବୀ ପୂରଣ ହୋଇପାରିବ, ତାହେଲେ ବିଦ୍ୟାଳୟମାନଙ୍କର ଯେଉଁ ସରକାରଙ୍କର ଗୋଟେ ଲକ୍ଷ୍ୟ ଅଛି ଯେ ଆମର ନୂତନ ଶିକ୍ଷାନୀତିକି ସଠିକ୍ ଢଙ୍ଗରେ ଚଲେଇବା ପାଇଁ, ଗୁଣାତ୍ମକ ଶିକ୍ଷାର ଅଭିବୃଦ୍ଧି ପାଇଁ, ତାହେଲେ ସେଇଟା ସଫଳ ହୋଇପାରିବ।